ଲଙ୍ଘନରୁ ବା ସେଇ ମନୁଷ୍ୟ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରିବା ଦିନଠାରୁ ମନୁଷ୍ୟ ଉପରେ ମୃତ୍ୟୁ ରାଜତ୍ୱ କରି ଆସୁଅଛି। ସେଇ ପ୍ରଥମ ମନୁଷ୍ୟ ଉପରେ ମୃତ୍ୟୁ ରାଜତ୍ୱ କଲା ଏବଂ ତାପରେ ସେଇଠାରୁ ଯେତେ ମନୁଷ୍ୟ ଜାତ ହେଲେ ସମସ୍ତଙ୍କ ଉପରେ ମୃତ୍ୟୁ ରାଜତ୍ୱ କରୁଅଛି। କାରଣ ଶାସ୍ତ୍ର ପ୍ରକାଶ କରେ ପାପର ବେତନ ମୃତ୍ୟୁ ଅଟେ। ତେବେ ଆଜି ସମସ୍ତ ମନୁଷ୍ୟ ପାପର ଅଧୀନରେ ଆମେ ଅଛୁ। କିନ୍ତୁ ଯେଉଁ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ ସେ ପ୍ରେମମୟ ପରମେଶ୍ୱର, ସେ କ୍ଷମାଶୀଳ ପରମେଶ୍ୱର, ସେ ଆମ୍ଭମାନଙ୍କର ବିନଷ୍ଟ ଚାହାନ୍ତି ନାହିଁ। ତେଣୁ ମନୁଷ୍ୟକୁ ପୁନର୍ବାର ରକ୍ଷା କରିବା ପାଇଁ ଏବଂ ଅନନ୍ତ ଜୀବୀ କରିବା ପାଇଁ ସେ ମନୁଷ୍ୟ ଭାବରେ 2026 ସାଲ ପୂର୍ବେ এই ଜଗତକୁ ଯୀଶୁ ଖ୍ରୀଷ୍ଟ ଭାବେ ଆସିଲେ। କାରଣ ପାପର ବେତନ ଯେଉଁ ମୃତ୍ୟୁ ଅଛି ସେଇ ପାପରୁ ରକ୍ଷା କରିବା ପାଇଁ ଗୋଟେ ମନୁଷ୍ୟର ବଳିର ଆବଶ୍ୟକ ଅଟେ। ଆପଣ ଯଦି ସାଧାରଣ ଉଦାହରଣ ନେବେ, ଯଦି ଗୋଟିଏ ମନୁଷ୍ୟକୁ ଅସୁସ୍ଥ ହେଇଯାଏ ଆଉ ତାକୁ ଯଦି ରକ୍ତର ଆବଶ୍ୟକ ପଡ଼େ ତାହେଲେ ସେତେବେଳେ ଡକ୍ଟର ଆଉ ଗୋଟିଏ ମନୁଷ୍ୟ ଠାରୁ ରକ୍ତ ନେଇ ତାକୁ ବଞ୍ଚେଇଥାନ୍ତି। ଠିକ୍ ସେହିପରି ଗୋଟିଏ ମନୁଷ୍ୟର ପାପ କ୍ଷମା ହେବା ନିମନ୍ତେ ମଧ୍ୟ ଏକ ମନୁଷ୍ୟ ବଳିର ଆବଶ୍ୟକ ରହିଅଛି, ଯୋଉଥିପାଇଁ କି ଆମେ ଅନ୍ୟାନ୍ୟ ବଳି ଦେବା ଦ୍ୱାରା ଆମମାନଙ୍କର କେବେ ମଧ୍ୟ ପାପ କ୍ଷମା ହେଇପାରିବ ନାହିଁ। ସେଇଥିପାଇଁ ପରମେଶ୍ୱର ବି ଜାଣିଛନ୍ତି ସେ ନିଜେ ଏକ ପାପ ଶୂନ୍ୟ ମନୁଷ୍ୟ ଭାବରେ ଏ ଜଗତକୁ ଆସିଲେ। ଆଉ ତାଙ୍କୁ ଯୀଶୁ ଖ୍ରୀଷ୍ଟ ବୋଲି କୁହାଯାଏ। ସେ ଜନ୍ମରୁ ପବିତ୍ର ଅଟନ୍ତି, ତାଙ୍କର ଜନ୍ମ ପବିତ୍ର ଅଟେ ଏବଂ ସେ ଜଗତରେ ପବିତ୍ର ଭାବରେ 33.5 ବର୍ଷ ବଞ୍ଚିଲେ ଏବଂ ସେ ସର୍ବ ମନୁଷ୍ୟ ନିମନ୍ତେ ଆପଣାର ରକ୍ତ କାଲବରୀ କ୍ରୁଶ ଉପରେ ଢାଳିଦେଲେ ଏବଂ ତାଙ୍କୁ ସମାଧି ଦିଆଗଲା ଏବଂ ସେ ତୃତୀୟ ଦିବସରେ ପୁନରୁତ୍ଥିତ ହେଲେ ଏବଂ ଅନେକଙ୍କୁ ସେ ଦର୍ଶନ ଦେଲେ। ପୁଣି ସେ ସ୍ୱର୍ଗାରୋହଣ କରିଲେ। ସ୍ୱର୍ଗାରୋହଣ କରିବା ପୂର୍ବରୁ ଗୋଟିଏ କଥା କହିଲେ, ଯେଉଁମାନେ ମୋତେ ବିଶ୍ୱାସ କରିବେ, ମୋର ରକ୍ତରେ ବିଶ୍ୱାସ କରିବେ, ସେମାନଙ୍କର ପାପ କ୍ଷମା ହେବ ଏବଂ ସେମାନେ ମୃତ ହେଲେ ମଧ୍ୟ ପୁନର୍ବାର ଜୀବିତ ହେବେ ବା ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ। ମୁଁ ପୁନର୍ବାର ଆସିବି ଆଉ ମୁଁ ଆସିବା ସମୟରେ, ମୁଁ ଆସିବା ପୂର୍ବରୁ ଏ ପୃଥିବୀରେ ଅନେକ ମହାମାରୀ ଘଟିବ, ଏ ପୃଥିବୀରେ ଅନେକ ପ୍ରକାର ଲକ୍ଷଣ ଘଟିବ। ଆଉ ତାଙ୍କର କହିବା ଅନୁସାରେ ଆମେ ଅଲରେଡି 2000 ସାଲରେ ଏକ ମହାମାରୀକୁ ଦେଖି ସାରିଅଛୁ। ତେଣୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ଅତି ସନ୍ନିକଟ। ମୋ ପ୍ରିୟ ଗ୍ରାମବାସୀ, ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ତାହେଲେ କେବଳ ଆମର ପାପ ହିଁ କ୍ଷମା ହେବ, ଆମର ଅନ୍ୟ କୌଣସି ବିଷୟ ପରିବର୍ତ୍ତନ ହେବ ନାହିଁ। ତେଣୁ ଆମର ପାପ ଯଦି କ୍ଷମା ହେବ ତାହେଲେ ଆମର ମୃତ୍ୟୁ ପରେ ମଧ୍ୟ ଆମେ ମୋକ୍ଷ ପ୍ରାପ୍ତ ହେବା ବା ଆମେ ଅନନ୍ତ ଜୀବନ ପ୍ରାପ୍ତ ହେଇପାରିବା ବା ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ଆମମାନେ ଅନନ୍ତ ଜୀବନ ପ୍ରାପ୍ତ ହୋଇ ତାଙ୍କ ସହିତ ଏକ ନୂତନ ପୃଥିବୀ, ନୂତନ ଆକାଶ ମଣ୍ଡଳରେ ଆମେ ବାସ କରିବା। ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ନାହିଁ, ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ପାଇଁ ଏକ ଅନନ୍ତ ନରକ ରହିଅଛି, ଯେଉଁଠାରେ କୀଟ କ୍ଷୟ ପାଏ ନାହିଁ ଏବଂ ଅଗ୍ନି ନିର୍ବାପିତ ହୁଏ ନାହିଁ। ଆଉ ସେଇ ଜାଗା ଅତି ଯନ୍ତ୍ରଣାମୟ ସ୍ଥାନ ଜାଗା, ଅତି କଷ୍ଟକର ସ୍ଥାନ ଜାଗା, ଯାହା ଗୋଟେ ମନୁଷ୍ୟ ଯିବା ପାଇଁ କେବେ ବି ଇଚ୍ଛା କରିବ ନାହିଁ। ତେଣୁ ମୋ ପ୍ରିୟ ଗ୍ରାମବାସୀ, ଆମେ ସେଇ ଯୀଶୁଙ୍କ ଠାରେ ଯଦି ବିଶ୍ୱାସ କରୁ ତାହେଲେ ଆମମାନେ ଅନନ୍ତ ଜୀବନ ପ୍ରାପ୍ତ ହୋଇ ସଦାସର୍ବଦା ତାଙ୍କ ସହିତ ଆମେ ବାସ କରିପାରିବା। ଯଦି ଆମେ ଯୀଶୁଙ୍କୁ ବିଶ୍ୱାସ କରିବା ନାହିଁ ଆମମାନଙ୍କୁ କେହି ଅଟକେଇ ପାରିବେ ନାହିଁ। ଆପଣ ଭାବୁଥିବେ ଆମର ମତ ଅଲଗା, ସେମାନଙ୍କର ମତ ଅଲଗା, ଆଉ କାହାର ମତ ଅଲଗା। ମୁଁ ଆପଣଙ୍କୁ ଗୋଟିଏ କଥା କହିକି ଛାଡ଼ି ଯାଉଛି, ଯଦି ସମସ୍ତଙ୍କର ମତ ଅଲଗା ତାହେଲେ କାହିଁକି ସବୁ ଘରେ ମୃତ୍ୟୁ ଘଟୁଛି? କାହିଁକି ସବୁ ଜାତି ପାଖରେ ମୃତ୍ୟୁ ଘଟୁଛି? କାହିଁକି ସବୁ ରାଜ୍ୟରେ ମୃତ୍ୟୁ ଘଟୁଛି? କାହିଁକି ସବୁ ପରିବାରରେ ମୃତ୍ୟୁ ଘଟୁଛି? ଯଦି ମୃତ୍ୟୁ କଥା ବାଇବଲ କହିଛି ତାହେଲେ ବାଇବଲ ସତ୍ୟ ଅଟେ ଏବଂ ଯୀଶୁ ଖ୍ରୀଷ୍ଟ ଶୀଘ୍ର ଆସୁଛନ୍ତି। ଯଦି ସେଇ ସତ୍ୟ ଈଶ୍ୱରଙ୍କୁ ଆମେ ବିଶ୍ୱାସ କରିବା ତାହେଲେ ରକ୍ଷା ପାଇବା। ଯଦି ଆମେ ତାକୁ ଅବହେଳା କରିବା ସେଇଦିନ ଆମକୁ ଆଉ କେହି ବଞ୍ଚେଇ ପାରିବେ ନାହିଁ। ତେଣୁ ପ୍ରତ୍ୟେକ ଶୁଣିଥିବା ପ୍ରତ୍ୟେକ ଗ୍ରାମବାସୀଙ୍କୁ ଅନୁରୋଧ କରୁଛୁ, ଆଉ ଯଦି ଅଧିକ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆପଣମାନେ ଜାଣିବା ପାଇଁ ଚାହାନ୍ତି, ହସ୍ପିଟାଲ ପାଖରେ ଆପଣଙ୍କ ଗ୍ରାମରେ ଚର୍ଚ୍ଚ ଅଛି, ପାଳକ ଆଜ୍ଞା ବି ଅଛନ୍ତି, ତାଙ୍କ ସହିତ ଯୋଗାଯୋଗ କରନ୍ତୁ, ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣନ୍ତୁ ଏବଂ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।